ଆସିଲା କିଷାନ ଯୋଜନାର 2000 ଟଙ୍କା। ଯଦି ଆପଣ ବି ଜଣେ କିଷାନ ଯୋଜନାର ହିତାଧିକାରୀ ଟଙ୍କା ପାଉଛନ୍ତି, ଏକଥା ଜାଣିଥିବେ ଆଜି 22ତମ କିସ୍ତିର ଟଙ୍କା ଆସିବାର ଥିଲା 2000 ଟଙ୍କା। ତେବେ ଆପଣଙ୍କୁ ଆସିବ ନା ନାହିଁ କେମିତି ଜାଣିବେ? ଏମିତିକି ଏହି ଟଙ୍କା ମିଳିବ କାହାକୁ? ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଥିବେ ପୂର୍ବରୁ ପିଏମ୍ କିଷାନ ଯୋଜନା ଅଧୀନରେ 21ତମ କିସ୍ତିର ଟଙ୍କା ମିଳି ସାରିଥିଲା। ଆଜି 13 ତାରିଖରେ ଆସିବାକୁ ଯାଉଛି 22ତମ କିସ୍ତିର 2000 ଟଙ୍କା। ତେବେ ଏହି ଟଙ୍କା ସରକାର ମଧ୍ୟ ପଠାଇଥିବା ବେଳେ ଅନେକ ହିତାଧିକାରୀଙ୍କୁ ମିଳି ସାରିଲାଣି। ଆଉ କିଛି ହିତାଧିକାରୀ ଖାତାରେ ଖୁବ୍ ଶୀଘ୍ର ମଧ୍ୟ ଜମା ହେବାକୁ ଯାଉଛି। ଆଉ ଏହା ବି ଜାଣିଥିବେ ବର୍ଷକୁ 3ଟି କିସ୍ତିରେ 2,000 କରି 6,000 ବାଣ୍ଟିଥାନ୍ତି ସରକାର। ହେଲେ ଆପଣଙ୍କୁ ଆଜି ଏହି ଟଙ୍କା ମିଳିବ ନା ନାହିଁ ଜାଣି ରଖନ୍ତୁ। ଯଦି ଆପଣଙ୍କର ପିଏମ୍ କିଷାନ ପୋର୍ଟାଲରେ ଇ-କେୱାଇସି କରିଥିବେ, ଡିବିଟି ଏନାଉଡ୍ ବ୍ୟାଙ୍କ ଆକାଉଣ୍ଟ ଥିବ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଇ-କେୱାଇସି ଥିବ, ତେବେ ସରକାର ଟଙ୍କା ପଠାଇଲେ ତୁରନ୍ତ ମଧ୍ୟ ଆପଣଙ୍କ ଖାତାରେ ଜମା ହେଇଯିବ। ଆଉ ଏହି ଟଙ୍କା ଆସିବା ପାଇଁ 1 ରୁ 2 ଦିନ ସମୟ ମଧ୍ୟ ଲାଗିଥାଏ। କିଛି ହିତାଧିକାରୀଙ୍କୁ 5 ମିନିଟ୍ ଭିତରେ ଆସିଥିବା ବେଳେ ଆଉ କିଛି ହିତାଧିକାରୀଙ୍କୁ ରାତି ସୁଦ୍ଧା, ଏମିତିକି 1 ଦିନ ପରେ ମଧ୍ୟ ଟଙ୍କା ଆସିଥାଏ। କାହିଁକି ନା ଅଲଗା ଅଲଗା ବ୍ୟାଙ୍କ ଉପରେ ଡିପେଣ୍ଡ କରିଥାଏ ଆପଣଙ୍କ ଖାତାକୁ କେତେବେଳେ ଆସିବ ଟଙ୍କା। ତେବେ ଆପଣଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତା ନିହାତି କମେଣ୍ଟ କରି ଜଣାଇବେ, ଯାହାକି ପିଏମ୍ କିଷାନର ଆଜି ଆସିବାକୁ ଯାଉଛି, ଅର୍ଥାତ୍ 13 ତାରିଖରେ ଆଜି ଆସିବ 22ତମ କିସ୍ତିର 2000 ଟଙ୍କା। ତେବେ ଯଦି ଆପଣ ଭାବୁଥିବେ ଏହି ଟଙ୍କା କାହାକୁ ମିଳିଲା, ତେବେ ଆପଣ ଚାହିଁଲେ ଲିଷ୍ଟ ବି ଚେକ୍ କରିପାରିବେ। ଆଉ ଲିଷ୍ଟ ଦେଖିବା ପାଇଁ ହେଲେ ୱେବସାଇଟର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରିପାରିବେ। ଏହାଛଡ଼ା ଇଏ ପିଏମ୍ କିଷାନ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବେଳେ ଖୁବ୍ ଶୀଘ୍ର ଆମ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନର ବି 2000 ଟଙ୍କା ଆସିବାକୁ ଯାଉଛି। ତେବେ ଲିଷ୍ଟ ଦେଖିବା ପାଇଁ ହେଲେ ଡେସ୍କ୍ରିପ୍ସନ ଲିଙ୍କ ଅଛି, ଚେକ୍ କରନ୍ତୁ।